ଦେଖନ୍ତୁ OCC କଲୋନୀରେ ଦୀର୍ଘ ଦିନ ହେଲା ପାଖାପାଖି ଗୋଟେ 50 ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲାଣି ଅଧିକାଂଶ ଲୋକ ରହୁଛନ୍ତି ଯେଉଁମାନେ କି କୁଲି ମଜୁରୀ କାମ କରି ବଞ୍ଚୁଛନ୍ତି। ପାଖାପାଖି 50 ବର୍ଷ ହେଲାଣି ବଞ୍ଚୁଛନ୍ତି କିନ୍ତୁ ସେମାନଙ୍କ ପାଖରେ ନିଜସ୍ୱ ଜମି ନାହିଁ। ସେମାନେ ସରକାରୀ ଜାଗାରେ କିଛି ଘର କରି ରହିଥିଲେ କିମ୍ବା କିଛି କ୍ୱାର୍ଟରରେ ରହିଥିଲେ। ବିଗତ 5 ବର୍ଷ ତଳେ କିଛି କ୍ୱାର୍ଟର ଭଙ୍ଗା ହେଲା ତ ଏମାନେ ସବୁ 250 ଜଣ ଆପ୍ଲାଏ କଲେ ସରକାରଙ୍କ ପାଖରେ ଆପ୍ଲାଏ କଲେ OGLSରେ ଆମକୁ ଯେଉଁ ସରକାରୀ ଜାଗାରେ ଆମେ ରହିଛୁ କିନ୍ତୁ ଆମ ପାଖରେ କିଛି ଘର ଦ୍ୱାର ନାହିଁ 50 ବର୍ଷ ହେଲା ଦୀର୍ଘ 50 ବର୍ଷ ହେଲା ଆମେ ରହୁଛୁ ଆମକୁ ଜାଗା ପଟ୍ଟା ପ୍ରଦାନ କରାଯାଉ ବୋଲି ଏମାନେ କିଛି ଆପ୍ଲାଏ କରିଥିଲେ। ସେ ଭିତରୁ ଗୋଟେ 50 ଜଣକୁ ପଟ୍ଟା ଦିଆହେଲା। ଯେଉଁ ଖାତା ନମ୍ବର ପ୍ଲଟ୍ ନମ୍ବର ପଡ଼ିକି ଖାତା ନମ୍ବର ପ୍ଲଟ୍ ନମ୍ବର ପଡ଼ିକି ଜାଗା ଦିଆହେଇଛି ସେ ଜାଗାରେ ସେମାନେ ଯଦି ଗୋଟେ ଜାଗା ସରକାର ଦେଲେ ତ ସେଠି ଚଞ୍ଚାଚଞ୍ଚି କରିକି ସେମାନେ ଗୋଟେ ଘର କରିବେ। ତ ସେଠି ଚଞ୍ଚାଚଞ୍ଚି କରିବା ସମୟରେ କିଏ ଅବଜେକ୍ସନ୍ କଲା କ'ଣ ଆମେ ତ ଜାଣିନାହୁଁ କିନ୍ତୁ କାଲି ହଠାତ୍ ଏଡ଼ିସନାଲ୍ ତହସିଲଦାର ଯାଇଥିଲେ ଯେ ସେ କାମ ବନ୍ଦ କର। ଯେତେବେଳେ ପଟ୍ଟା ଦେଇଛନ୍ତି କାମ ବନ୍ଦ କରିବାର ରିଜନ୍ କ'ଣ? ଯେତେବେଳେ 2 ସେଣ୍ଟ ଲେଖା ପଟ୍ଟା ଦେଇଛନ୍ତି 50 ଜଣଙ୍କ ପାଇଁ ପଟ୍ଟା ଦେଇଛନ୍ତି ତ ପାଖାପାଖି 1 ଏକର ପଟ୍ଟା ଦେଇଛନ୍ତି ଗୋଟେ ପାହାଡ଼ ଜାଗାରେ ଦେଇଛନ୍ତି। ତ ପାହାଡ଼ ଜାଗାରେ କେମିତି ଲୋକ ଗୋଟେ ଘର କରି ରହିବ? ସେଠି ତ କିଛି ଚଞ୍ଚାଚଞ୍ଚି କରି ରହିବ। ତ ସେକେଣ୍ଡ ଜିନିଷ ହେଉଛି 50 ଲୋକକୁ ପଟ୍ଟା ଦେଲେ ତ ବାକି 200 ଜଣଙ୍କୁ କାହିଁକି ପଟ୍ଟା ଦିଆହେଲା ନାହିଁ? 50 ଜଣଙ୍କୁ ଯଦି ଦିଆହେଲା ଯେଉଁ ଗ୍ରାଉଣ୍ଡରେ 50 ଲୋକ ଦିଆହେଲା ସେଇ ସେମ୍ ଗ୍ରାଉଣ୍ଡରେ ବାକି 200 ଲୋକକୁ ବି ଦେବା କଥା। ନିୟମ ସମସ୍ତଙ୍କ ପାଇଁ ସମାନ। ତ ଆମେ ଯାହା ଚାହୁଁଛୁ ଯେଉଁ ଜାଗାରେ ସେମାନେ ପଟ୍ଟା ଦେଇଛନ୍ତି ସେ ଜାଗାରେ ଲୋକ ଘର କରିକି ରହିବା ପାଇଁ ସେମାନଙ୍କୁ ରିଲିଫ୍ ପ୍ରଦାନ କରାଯାଉ। ଯେହେତୁ ସରକାର ପଟ୍ଟା ଦେଇଛନ୍ତି ସରକାର ଯଦି ପଟ୍ଟା ଦେଇନଥାନ୍ତେ ଆମେ ସେ ଭିତରେ ନାଇଁ ସରକାରୀ ଜାଗା ତାକୁ କିଛି ଭିତରେ ଯିବା ନାହିଁ ବୋଲି କହିଥାନ୍ତେ। କିନ୍ତୁ ସରକାର ଯେହେତୁ ଜାଗା ଦେଇଛନ୍ତି ସେ ଜାଗାରେ ସେମାନେ ଘର କରିକି ରୁହନ୍ତୁ ସେମାନଙ୍କୁ ପରମିସନ୍ ଦିଆଯାଉ ଏବଂ ଯେଉଁମାନଙ୍କୁ ମିଳିନାହିଁ ସେମାନଙ୍କୁ ନୂତନ ଭାବରେ ଯେଉଁ 50 ଲୋକ ଦିଆଯାଇଛି ବାକି ଯେଉଁ ରେଷ୍ଟ ଲୋକଙ୍କୁ ଦିଆଯାଏନି ସେମାନଙ୍କୁ ବି ପଟ୍ଟା ପ୍ରଦାନ କରାଯାଉ।